ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପକ୍ଷରୁ 149ତମ ମୁନିଷି ମିଳନ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବସନ୍ତର ପର୍ବ ହୋଲି ପରେ ରାଧାକୃଷ୍ଣ ମିଳନ ମୁନିଷି ମିଳନ ଅନୁଷ୍ଠିତ ହୁଏ। ଏହି ଇତିହାସ ପ୍ରସିଦ୍ଧ ମିଳନଟି 1877 ମସିହାରୁ ଅନୁଷ୍ଠିତ ହୋଇ ଆସୁଅଛି। ଧର୍ମଶାଳା ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମିଳନ ପର୍ବଟି ସ୍ଥାନୀୟ ବୁଦ୍ଧିଜୀବୀ ତଥା ଆଖପାଖ ଗାଁର ମୁରବୀମାନଙ୍କୁ ନେଇ ଅନୁଷ୍ଠିତ ହୁଏ। ଏଥିରେ 2-3 ଖଣ୍ଡି ବ୍ଲକରୁ ବହୁ ବିମାନ ଆସି ଧର୍ମଶାଳା ଛତ୍ରଟୋଟାଠାରେ ଭଜନ କୀର୍ତ୍ତନ କରି ଏକାଠି ହୁଅନ୍ତି। ଇତିହାସ କହେ ବ୍ରିଟିଶ ଶାସନ ଦିନ ଭାରତବର୍ଷରେ ପୁଲିସକୁ ମୁନିଷି କୁହାଯାଉଥିଲା। ପରାଧୀନ ଭାରତରେ ଲୋକମାନେ ମୁନ୍ସି ବା ଦାରୋଗାଙ୍କୁ ଦେଖି ଭୟଭୀତ କରୁଥିଲେ। ତେଣୁ ଧର୍ମଶାଳା ଥାନାର ତତ୍କାଳୀନ ମୁନ୍ସି ବାବୁ ଏହି ମିଳନ ପର୍ବଟି ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା ସାଧାରଣ ଜନତା ଓ ପୋଲିସ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିବା। ଆଜି ପର୍ଯ୍ୟନ୍ତ ତାହା ଜାରି ରହିଛି। ଏହି ମୁନିଷି ମିଳନଟି ସ୍ଥାନୀୟ ଅଞ୍ଚଳରେ ଏକ ଭାଇଚାରାର ପର୍ବ। ଏହି ମିଳନଟି ସ୍ଥାନୀୟ ଅଞ୍ଚଳର ଶାନ୍ତି ସଦ୍ଭାବ ତଥା ଭାଇଚାରାର ପ୍ରତୀକ ଅଟେ। ପରମ୍ପରା ଅନୁଯାୟୀ ସ୍ଥାନୀୟ ଚୋରମୁଆ ଗ୍ରାମର ଥାନପତି ଶ୍ରୀ ଶ୍ରୀ ରାସ ବିହାରୀ ଜୀଉ ପହଲି ଭୋଗ ଖାଇବା ପରେ ଯାଇ ମେଲଣ ପଡ଼ିଆରେ ବିରାଜମାନ କରନ୍ତି। ତାପରେ ଅନ୍ୟ ଠାକୁର ବାଡ଼ିଆ ଭଜନ କୀର୍ତ୍ତନ କରି ପଡ଼ିଆ ମଧ୍ୟକୁ ପ୍ରବେଶ କରନ୍ତି। ପଡ଼ିଆ ମଧ୍ୟରେ ପ୍ରବେଶ କରିବାର ଦୃଶ୍ୟ ଅତି ଚିତ୍ତାକର୍ଷକ। ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ପରେ ପ୍ରତ୍ୟେକ ବିମାନ ଭୋଗ ଖାଇସାରି ବିଦାଗି ନେଇ ନିଜ ନିଜ ଠାକୁର ବାଡ଼ିକୁ ଫେରିଥାନ୍ତି। ଏହି ମିଳନଟି ସ୍ଥାନୀୟ ଅଞ୍ଚଳ ଅର୍ଥନୀତିକୁ ବହୁଳ ଭାବରେ ପ୍ରଭାବିତ କରିଥାଏ। ସଭ୍ୟତା ଆଧୁନିକ ଯୁଗରେ ପହଞ୍ଚିଥିଲେ ସୁଦ୍ଧା ଯାନିଯାତ୍ରାର ମୋହ ଭାଙ୍ଗି ପାରି ନାହିଁ। ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜିନିଷ ଏଠାରେ କିଣାବିକା ହୋଇଥାଏ।